जय श्री जगन्नाथ भाई मैंने सर्वप्रथम गुरुदेव गणपति ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ କୁ ଆଗକୁ ବଢେଇବା। କାଲି ଆମେ ବାସ୍ତୁ ସେସନ କ୍ରମରେ ଯୋଉ ଘର ଭିତରେ ବନ୍ୟଜନ୍ତୁ ବା ଜଳଚର ଜୀବ ପଶିକି ବାହାରି ଆସିଲେ କଣ ତାର ଇମ୍ପାକ୍ଟ ହୁଏ ସେ ବିଷୟରେ ପଢିଥିଲେ ଏବଂ ତାର ଶାନ୍ତିକରଣ ପଦ୍ଧତି ମଧ୍ୟ ପଢିଥିଲେ ଏବଂ ସେଥିରେ ଗୋଟେ ଜିନିଷ ପଢିଥିଲେ ଯେ କୋଉ ଗ୍ରହଙ୍କ ପାଇଁ କି ଏଇ ଜିନିଷଟା ଆ ହଉଛି ସିଏ ଥିଲେ ଶନୀଶ୍ୱର ମହାରାଜ। ବର୍ତ୍ତମାନ ଆମେ ତାଙ୍କରି ବିଷୟରେ ପଢିବା, ତାଙ୍କର ଶନୀଶ୍ୱର ମହାରାଜଙ୍କର ବକ୍ତୃତ୍ୱ ବିଷୟରେ ପଢିବା। ସର୍ବପ୍ରଥମେ ମନେ ରଖନ୍ତୁ, ଶନୀଶ୍ୱର ମହାରାଜଙ୍କର ଆଜିର ଏଇ ଭିଡିଓଟି ଆମେ କରିବା ବିଭିନ୍ନ ଲଗ୍ନର ପାଇଁ ଶନୀଶ୍ୱର ମହାରାଜଙ୍କର ବକ୍ତୃତ୍ୱର ଫଳ। ବିଭିନ୍ନ ଲଗ୍ନ ପାଇଁ ଶନୀଶ୍ୱର ମହାରାଜଙ୍କର ବକ୍ତୃତ୍ୱର ଫଳ। ତ ଶନୀଶ୍ୱର ମହାରାଜଙ୍କୁ ଯଦି ଡିଫାଇନ କରିବାକୁ ଯିବା, ତାହେଲେ କାଳପୁରୁଷର ଦୁଃଖ ଦୈନ୍ୟ ପୀଡା, ନ୍ୟାୟର ଦେବତା, ମାରକ, ବାୟୁକୁ କଣ୍ଟ୍ରୋଲ କଲା ବାଲା ଏବଂ ସବୁଠୁ ସ୍ଲୋ ଗତି କଲା ବାଲା ପ୍ଲାନେଟ ହିସାବରେ ଶନୀଶ୍ୱର ମହାରାଜଙ୍କୁ ଆମେ ଜାଣୁ। ଏଇଟା ହେଲା ତାର ଜେନେରାଲ ନୈସର୍ଗିକ କାରକ। ମୁଁ ଏତିକି କାରକ ଉପରେ କହିବି, ବାକି ହଜାର ବହୁତ ସାରା କାରକ ଅଛି। ଆପଣ ଯେତେ କାରକ ଖୋଜିବେ ସେତେ କାରକ ମିଳିବ, ସେତେ ଆପଣ କହିପାରିବେ, କିଛି ଅସୁବିଧା ନାହିଁ। ଆମେ ଏଇଟା ପଢୁଛେ ଯେ ଶନୀଶ୍ୱର ମହାରାଜ ବକ୍ରି ହେଲେ ବିଭିନ୍ନ ଲଗ୍ନରେ କିଭଳି ଭାବରେ ଫଳ ମିଳିବ। ଶନୀଶ୍ୱର ମହାରାଜଙ୍କର କାରକ ତତ୍ଵ ଆମେ ବିଷୟରେ ଜାଣିଗଲେ। ଏଇ କାରକ ଗୁଡାକ କୋଉ ଲଗ୍ନ ପାଇଁ କିଭଳି ଭାବରେ ହବ, ସେଇଟା ଡିପେଣ୍ଡ କରେ ନିଜସ୍ୱ କର୍ମ ଉପରେ। କାହିଁକି ନା କର୍ମର କାରକ ବି ଶନୀଶ୍ୱର ମହାରାଜଙ୍କୁ କୁହାଯାଏ। ହାର୍ଡୱାର୍କ ଡିସିପ୍ଲିନ କାରକ ବି ଶନୀଶ୍ୱର ମହାରାଜଙ୍କୁ କୁହାଯାଏ। ପୁରା ଷ୍ଟ୍ରକ୍ଚର୍ଡ କରିକି କୌଣସି କାମ କରିବା ବି ଶନୀଶ୍ୱର ମହାରାଜଙ୍କୁ ଦେଖାଏ। ଆୟୁ କାହାର କେତେ ହବ ସେଇଟା ବି ଶନୀଶ୍ୱର ମହାରାଜଙ୍କୁ ଦେଖାଏ। ଯେତେବେଳେ ଆମେ ବାସ୍ତୁଶାସ୍ତ୍ରରେ ଘର ଗୃହ ପ୍ରବେଶ ପଦ୍ଧତି ପଢିବା, ମୁଁ ସେତେବେଳେ ପଢେଇବି ଯେ ଘର କରିବା ପୂର୍ବରୁ ତମ କୁଣ୍ଡଳୀରେ ଶନୀଶ୍ୱର ମହାରାଜ କୋଉଠି ଅଛନ୍ତି ସେଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ଏବଂ ଯେତିକ ସର୍ଭିସ ଏବଂ ଲେବର କ୍ୟାଟାଗୋରୀର ଲୋକ ଅଛନ୍ତି ସେମାନଙ୍କୁ ମଧ୍ୟ ଶନୀଶ୍ୱର ମହାରାଜ ରିପ୍ରେଜେଣ୍ଟ କରନ୍ତି। ଶନୀଶ୍ୱର ମହାରାଜ ଯଦି ଙ୍କର ମୁଣ୍ଡ ଗରମ ହେଇଯାଏ କୌଣସି କାରଣରୁ, ତାହେଲେ କଣ ହୁଏ? ସେ ବହୁତ ସାରା ରେଷ୍ଟ୍ରିକ୍ସନ ଆଉ ଡିଲେ ଦେଇ ଦିଅନ୍ତି ଯୋଉ ଭାବରେ ବସିଥାନ୍ତି, ଯୋଉ ଭାବରେ ଗୋଚରରେ ଥାନ୍ତି। ବହୁତ ଓଭର ବର୍ଡନ କରିଦିଅନ୍ତି, କାମ କରିବା କରେଇ ପୁରାପୁରି ଗଧ ବନେଇ ଦିଅନ୍ତି। ଦୁଃଖ ଦୈନ୍ୟ ଏମିତି ଦିଅନ୍ତି, ଲୋକ ପୀଡା ପାଇ କହିବ କାଇଁ ମୁଁ ବଞ୍ଚିଛି, ଲାଭ କିଛି ନାହିଁ, ଯାଉଛି ମରିଯିବି। ଏତେ କ୍ରିଟିସିଜିମ ଶୁଣିବାକୁ ମିଳିବ ଶନୀଶ୍ୱର ମହାରାଜ ଯଦି ନେଗେଟିଭ ହେବେ। ଆଉ ବ୍ୟକ୍ତି ଏଇ ଶନୀଶ୍ୱରଙ୍କର ଟାଇମ ପିରିୟଡ ଚାଲିଲା ବେଳେ ବହୁତ ସ୍ୱାର୍ଥପର ହେଇଯାଏ। ଶନୀଶ୍ୱର ମହାରାଜ ଜେନେରାଲି ସୋସାଇଟିରେ ଓଲ୍ଡ ଲୋକଙ୍କୁ ରିପ୍ରେଜେଣ୍ଟ କରନ୍ତି। ଯେତିକି ବୁଢା ଲୋକ ଅଛନ୍ତି ସିଏ ବି ତାଙ୍କୁ ଶନୀଶ୍ୱର ମହାରାଜଙ୍କର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ତ ଏଇଗୁଡା ଥିଲା କାରକ ତତ୍ତ୍ୱ। ମୁଁ ତା ବିଷୟରେ ଆପଣମାନଙ୍କୁ ସବୁ ଡିଫାଇନ କରି କହିଗଲି। ବର୍ତ୍ତମାନ ଆମେ ବକ୍ତୃତ୍ୱ ବିଷୟରେ ଜାଣିବା। ଆଚ୍ଛା, ବକ୍ତୃତ୍ୱ କଣ ନା ଯେତେବେଳେ କୌଣସି ଗ୍ରହ ପୃଥିବୀର ବହୁତ ପାଖ ଦେଇ ଯାଏ, ସେତେବେଳେ
ଗ୍ରହ ତା ଦିଶାରେ ବୁଲୁଥାଏ, କିନ୍ତୁ ଉଁ, ମହାକାଶରେ ଏମିତି ଗୋଟେ ସାଇକେଲ ଟା ସୃଷ୍ଟି ହୁଏ। ସେ ସାଇକେଲ ରେ କଣ ହୁଏ ନା, ସେ ସାଇକେଲ ଦ୍ଵାରା ଆ, ଲାଗେ ଯେମିତି ଗ୍ରହଟା ପଛକୁ ପଛକୁ ଯାଉଛି। ଯେମିତି ଆପଣ ଯେତେବେଳେ କାର ଟା ଯେତେବେଳେ ସ୍ପିଡ ରେ ଚାଲୁଥିବ, ତା ରିମ୍ ଗୁଡାକୁ ଆପଣ ଦେଖିବେ ଯେମିତି ସେ କଣ କରୁଛି ନା ପଛକୁ ପଛକୁ ବୁଲୁଛି। ଏମିତି ଗୋଟେ ଅପ୍ଟିକାଲ ଇଲ୍ୟୁଜନ ଟାଇପ ର ଗୋଟେ ସୃଷ୍ଟି ହୁଏ। ସେଇଭଳିଆ ମହାକାଶରେ ସୃଷ୍ଟି ହୁଏ। ଏତେ ବି ଡିପ୍ କୁ ଯିବା ଦରକାର ନାହିଁ। ଯାହାର ଡିପ୍ କୁ ଯିବା ଦରକାର ଆରାମସେ ବସି ପଢିପାରିବେ, କେମିତି ହେଲା ବକ୍ରି ହେଲା କାହିଁକି ହେଲା, ସବୁ ଆଷ୍ଟ୍ରୋନୋମି ଖୋଜି ଖୋଜି ପଢନ୍ତୁ, କିଛି ଅସୁବିଧା ନାହିଁ। ସେଗୁଡା ଜାଣିକି ଆମର କିଛି ଲାଭ ନାହିଁ। ଆମେ ଖାଲି ଏତିକି ଜାଣିବା ଯେ ବକ୍ରି ହେଲା କଣ। ଭାଇ ବକ୍ରି ଅର୍ଥ କି ଗ୍ରହଟା ଏମିତି ଲାଗିବ ଗ୍ରହଟା ପଛକୁ ପଛକୁ ଯାଉଛି। ଯେମିତି ମୁଁ କହିଲି, ଯଦି ଭଲ ବ୍ରାଣ୍ଡ ର କାର ବହୁତ ସ୍ପିଡ ରେ ଆଗକୁ ଗତି କରେ ତା ଲାଗେ ତା ହ୍ୱିଲ ଗୁଡା ଉଲ୍ଟା ବୁଲୁଛି। ଯଦି ଫ୍ୟାନ କୁ ବହୁତ ସ୍ପିଡ ରେ ବୁଲିଲେ ଯେମିତି ଲାଗେ କି ଫ୍ୟାନ ଉଲ୍ଟା ବୁଲୁଛି, ସେଇଭଳିଆ ଗୋଟେ ଅପ୍ଟିକାଲ ଇଲ୍ୟୁଜନ କ୍ରିଏଟ ହୁଏ। କିନ୍ତୁ ବାସ୍ତବରେ ସିଏ ତାର ନିଜ ଦିଗରେ ଚାଲିଥାଏ। ଠିକ ଅଛି। ତେଣୁ ସମସ୍ତେ କହନ୍ତି ଏଇ ରାଶିର ମାଲିକ ହେଇଗଲେ ହେଇଯିବେ ଧନୀ, ଶନିଶ୍ଚରଙ୍କର ବର୍ଷିବ କୃପା। ଆପଣ ଗୁଗୁଲ ଖୋଲିବେ ମାନେ ଏଇଗୁଡା ଆସିବ। ଏଇ ରାଶି ମାନଙ୍କର ହେଇଗଲା ଅସୁବିଧା, ଶନିଶ୍ଚର ତାଙ୍କୁ ଆଜି ପୁରା ଅସୁବିଧା ସୃଷ୍ଟି କରିଦେବେ। ଏଇ ରାଶିର ଲୋକମାନଙ୍କ ମାଲାମାଲ ହେଇଯିବେ। ଏଗୁଡା ସବୁ ପ୍ରୋପାଗାଣ୍ଡା। ଏଗୁଡା ଜମା ସେମିତି କିଛି ନାହିଁ। ଯେତିକି ଆପଣ ମନେ ରଖିବେ ଯେ ଆମେ ଗୋଟେ ଜିନିଷ ଅନୁଭବ କରିପାରିବା ଯେ ତମେ ଶନିଶ୍ଚର ମହାରାଜ ଆସିଲେ ପୁରା ସିରିୟସ ହେଇଯିବା କଥା। ଯେତେବେଳେ ବି କୌଣସି ସମୟରେ ଶନିଶ୍ଚର ମହାରାଜ ତୁମର ଦଶା ଅନ୍ତର୍ଦଶାରେ ଅପରେଟ କରିବେ ତମ କୁଣ୍ଡଳୀରେ, ସେତେବେଳେ ତମେ କଣ ପାଇଁ ସିରିୟସ ହବ? ସର୍ବପ୍ରଥମେ ସିରିୟସ ହବ, ଆର୍ ୟୁ ହାର୍ଡ ୱାର୍କିଂ? ତୁମେ ହାର୍ଡୱାର୍କ କରୁଛ କି? ତୁମେ ତୁମ କମ୍ଫର୍ଟ ଜୋନ ରେ ରହିକି କାମ କରୁଛ ନା କମ୍ଫର୍ଟ ଜୋନ ରୁ ବାହାରକୁ ଯାଇ କାମ କରିପାରୁଛ କି? ତୁମେ କାମ କଲା ବେଳେ କମ୍ପ୍ଲେନ କରୁଛ କି? ତୁମେ କାମଟାକୁ ସହୃଦୟତାର ସହିତ କରୁଛ ନା ମନ ଇଚ୍ଛା କରି ପକଉଛ କି? ଏଇ ସବୁ ଜିନିଷ ଶନିଶ୍ଚର ମହାରାଜ ବହୁତ ଚେକ୍ କରନ୍ତି। ଆଉ ଯେହେତୁ ସେ ନ୍ୟାୟର ଦେବତା, କର୍ମଫଳ ଦାତା, ମାନେ ଗ୍ରହ ହିସାବରେ, ତେଣୁ ସିଏ ଯେତେବେଳେ ଆସିବେ ଆପଣଙ୍କ ସବୁ ପୂର୍ବର ସବୁ ଯୋଉ ହିସାବ କିତାବ ଅଛି ସେ ନେଇକିନା ଆସିବେ। କାରଣ ଶନିଶ୍ଚର ମହାରାଜ ଯେତେବେଳେ ଅପରେଟ କରିବେ, ଶନି ମହାରାଜଙ୍କର ଦଶା ପୂର୍ବରୁ ଠିକ ଆସିଥାଏ ବୃହସ୍ପତି ମହାଦଶା ବା ବୃହସ୍ପତି ଅନ୍ତର୍ଦଶା ବା ବୃହସ୍ପତି ପ୍ରତ୍ୟନ୍ତର ଦଶା। ବୃହସ୍ପତି ଅନ୍ତର୍ଦଶା ପ୍ରତ୍ୟନ୍ତର ଦଶାରେ ଯୋଉ ଜିନିଷଟା ହେଇଥାଏ, ଦେଖନ୍ତୁ ଗୋଟେ ହେଲା ଗୋଟେ କର୍ମକୁ ସମସ୍ତେ କହନ୍ତି କର୍ମ 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 ହିଁ ଭଗବାନ, କର୍ମ ହିଁ ଭଗବାନ, କର୍ମ ହିଁ ଭଗବାନ। କୋଉଟା କର୍ମ ନୁହଁ କି? ଖାଇବା ପିଇବା ଶୋଇବା ବସିବା ବୁଲିବା ଚାଲିବା କୋଉଟା କର୍ମ ନୁହଁ? ସବୁତିକ କର୍ମ। କର୍ମ ହିଁ ଭଗବାନ ମାନେ ସେଠୁ ଗଣ ଦୁଷ୍କର୍ମ ହଉଛି ସେଇଟା କଣ କର୍ମ ନୁହଁ କି? ଆଉ ସେ କଣ ଭଗବାନ ହେଇଗଲା? କିଏ କାହାକୁ ଲୁଟି ନଉଛି, ଚେନ୍ ଛିଣ୍ଡେଇକି ନେଇଯାଉଛି ଦିନ ଦିପହରଟାରେ, ସେଇଟା କଣ କର୍ମ ନୁହଁ କି? କାରଣ କଣ ସିଏ କଣ ଭଗବାନ? ସେ କର୍ମ କଣ ଭଗବାନ? ଜମା ନୁହଁ। ତେଣୁ କର୍ମ କେତେବେଳେ ଭଗବାନ ନା ଧର୍ମ ଅଛି ତ କର୍ମ ହିଁ ଭଗବାନ। ଯୋଉ ଜିନିଷଟା ଧାରଣ କରି ରଖିବ ଧୃତି, ଯୋଉ କର୍ମ କରିବା ଦ୍ଵାରା ସମସ୍ତଙ୍କର ମଙ୍ଗଳ ହବ, ସେଇ କର୍ମ ହିଁ ଭଗବାନ। ନାଇଁ କି ମନ ଇଚ୍ଛା ତମେ ତମ ହିସାବରେ କହିଦବ କର୍ମ କରୁଛି ମୋ କର୍ମ ଭଗବାନ। ହେଇପାରେ ତମେ କର୍ମ ଭଗବାନ, ଟେରରିଷ୍ଟ କହିବ ମୋ କର୍ମ ଭଗବାନ, ଆର୍ମି ବାଲା ବି କହିବେ ମୋ କର୍ମ ଭଗବାନ। କିନ୍ତୁ ସମସ୍ତେ ବାସ୍ତବତାରେ ଯୋଉମାନେ ବିବେକଶୀଳ ଲୋକ, ସେମାନେ ବି ଭାବିଛନ୍ତି ଆର୍ମି ର କର୍ମ ଭଗବାନ କି ଟେରରିଷ୍ଟ ର କର୍ମ ଭଗବାନ। ଠିକ ଅଛି। ବର୍ତ୍ତମାନ ଗୋଟେ ଓଭରଅଲ ଆଇଡିଆ ଆପଣଙ୍କୁ ଆସିଯାଇଥିବ ଯେ ମୁଁ କଣ ଶନିଶ୍ଚର ମହାରାଜଙ୍କ ବିଷୟରେ ରିପ୍ରେଜେଣ୍ଟ କରିବାକୁ ଚାହୁଁଛି। ବର୍ତ୍ତମାନ ଆପଣ ଲଗ୍ନକୁ ପଳେଇ ଆସନ୍ତୁ। ଯଦି ପୁରା ଗୋଟେ ପୁରା ଛୋଟ ଏକ୍ଜାମ୍ପଲ ମୁଁ ଆପଣଙ୍କୁ କହିବି, ପୁରା ପୁରା ଛୋଟ ଏକ୍ଜାମ୍ପଲ କହିବି। ଶନିଶ୍ଚର ମହାରାଜ
ଯେତେବେଳେ ବକ୍ରିତ୍ୱ ଲାଭ କରନ୍ତି ସେତେବେଳେ ହୋଲ ସେ ପୁରା ପୃଥିବୀର ପାଖ ଦେଇ ଯାଆନ୍ତି। ଜଡ ଆଉ ଚେତନ ଯେତେ ପୃଥିବୀରେ ଜୀବ ଅଛନ୍ତି ବା ଯେତିକି ଜଡ ପଦାର୍ଥ ଅଛନ୍ତି ତାଙ୍କ ଉପରେ ବି ତାଙ୍କର ଇମ୍ପାକ୍ଟ ପଡେ। ଏଇ 13 ଜୁଲାଇ 2025 ରୁ 139 ଦିନ ପର୍ଯ୍ୟନ୍ତ ଶନିଶ୍ଚର ମହାରାଜ ମୀନ ରାଶିରେ ବକ୍ରି ରହିବେ ଏବଂ 28 ନଭେମ୍ବର 2025 ପର୍ଯ୍ୟନ୍ତ ବକ୍ରି ରହିବେ। ତ ମୀନ ରାଶି କଣ ର କାରକ? କାଳପୁରୁଷ କୁଣ୍ଡଳୀର ମୀନ ରାଶି ହଉଛି 12th ହାଉସ। ତେଣୁ ମୀନ ରାଶି ଯଦି 12th ହାଉସ, ଶନିଶ୍ଚର ମହାରାଜ ବର୍ତ୍ତମାନ ମୀନ ରାଶିରେ ଗୋଚର କରୁଛନ୍ତି କାଳପୁରୁଷ କୁଣ୍ଡଳୀ ହିସାବରେ, ମେଷ ଲଗ୍ନର କୁଣ୍ଡଳୀ ହିସାବରେ। ତାହେଲେ ମେଷ ଲଗ୍ନରେ ଶନିଶ୍ଚର ମହାରାଜ କାରକ ଅକାରକ କି ସମ, କି ମେଷ ଲଗ୍ନ ପାଇଁ ଶନିଶ୍ଚର ମହାରାଜ ସାଙ୍ଗ କି ଶତ୍ରୁ କି ସମ, ଏଇଟା ତ ଆମକୁ ଅଛପା ନାହିଁ। ମେଷ ଲଗ୍ନରେ କର୍ମର କାରକ ଦ୍ୱାଦଶ ଘରକୁ ପଳେଇଲା, ଇଚ୍ଛା ପୂର୍ତ୍ତିର କାରକ ଦ୍ୱାଦଶ ଘରକୁ ପଳେଇଲା ମେଷ ଲଗ୍ନର କୁଣ୍ଡଳୀ। ଏବଂ ଯୋଉ ଦ୍ୱାଦଶ ଘରକୁ ଗଲା ସେଇଟା ହଉଛି ଜଳଜ ରାଶି। ସେଟା ହଉଛି ଜଳଜ ରାଶି। କାଳପୁରୁଷ କୁଣ୍ଡଳୀରେ ଜଳଜ ରାଶି। ଆମେ ଜାଣିଛେ କାରକ ତତ୍ତ୍ୱ ହିସାବରେ ଆମେ ପଢିଛେ ଅଗ୍ନି ପୃଥିବୀ ବାୟୁ ଜଳ, ଅଗ୍ନି ପୃଥିବୀ ବାୟୁ ଜଳ, ଅଗ୍ନି ପୃଥିବୀ ବାୟୁ ଜଳ। ତ ମୀନ ରାଶିଟା ହଉଛି ଜଳଜ ରାଶି, ତାର ତତ୍ତ୍ୱ ହଉଛି ଜଳର ତତ୍ତ୍ୱ। ଆଉ ଶନିଶ୍ଚର ମହାରାଜ କଣ? ଶନିଶ୍ଚର ମହାରାଜ କଣ ନା ସେ ଏତେ କୋଲ୍ଡ ପ୍ଲାନେଟ, ଏତେ ସ୍ଲୋ ଚାଲିବା ପ୍ଲାନେଟ ଯେ ବର୍ତ୍ତମାନର ବିଶ୍ଵରେ ଏଇ ସମୟରେ ଆପଣ ଦେଖନ୍ତୁ ୟୁଏସ ରେ କଣ ହେଲା? ବାଢ ଆସିଗଲା, ମାନେ ବନ୍ୟା ଆସିଗଲା। ବନ୍ୟା ହେବାର ସମ୍ଭାବନା ରହିଛି। ବାସ୍ତବରେ ବନ୍ୟା ହବାର ସମ୍ଭାବନା ରହିଛି, ଇମୋସନାଲ କ୍ଷେତ୍ରରେ ମଧ୍ୟ ମଣିଷ ମାନଙ୍କର ବନ୍ୟା ହବାର ସମ୍ଭାବନା ରହିଛି। ଶନିଶ୍ଚର ମହାରାଜ ବକ୍ରି ହେଲା ପରେ ମଧ୍ୟ ମାର୍ସର ଏଇଥ ଦୃଷ୍ଟିରେ ଅଛନ୍ତି, ଯୋଉଟା କି ଜୁଲାଇ 28 ରେ ଭାଙ୍ଗିବ। ତେଣୁ ଆମେ ଇଏ ଥିଲା ବ୍ରିଫ ଡେସ୍। ବର୍ତ୍ତମାନ ଆମେ ଲଗ୍ନ ପଳେଇ ଆସିବା। ମେଷ ଲଗ୍ନ ବାଲାଙ୍କୁ ପୁରାପୁରି ସିରିୟସ ରହିବା ଦରକାର ଯେ ତାଙ୍କ କର୍ମ କ୍ଷେତ୍ର ଚେଞ୍ଜ ହେଇପାରେ, ତାଙ୍କର ଇଚ୍ଛା ଚେଞ୍ଜ ହେଇପାରେ, ତାଙ୍କର କର୍ମ କ୍ଷେତ୍ର ଆଉ ଇଚ୍ଛାର ମୁଡ ସୁଇଙ୍ଗ ଟା ଏତେ ମାତ୍ରାରେ ହବ ଯେ ହୁଏତ ସେମାନେ କିଛି ନୂଆ ପ୍ରଡକ୍ଟିଭିଟି ଜିନିଷ ନିଜ କର୍ମ ସଂସ୍ଥାନ ପାଇଁ ନିଜ ଘରଠୁ ଅନ୍ୟ ଜାଗାକୁ ସିଫ୍ଟ ହବାର ସମ୍ଭାବନା। ଶନିଶ୍ଚର ମହାରାଜ ମୀନର ଗୋଚର କରୁଥିଲା ବେଳେ ବକ୍ରିତ୍ୱ ଲାଭ କଲା ହେତୁ ତୃତୀୟ ଦୃଷ୍ଟିରେ ଦେଖିଲେ ମେଷ ଲଗ୍ନର ଦ୍ଵିତୀୟ ଘର। ତାହେଲେ ଧନ ଯୋଉ ଆସିବା କଥା ସେଥିରେ ସବୁ କମ ହବ, ପରିବାରରେ ପୀଡା ହବାର ସମ୍ଭାବନା। ଶନିଶ୍ଚର ମହାରାଜ ସେଭେନ୍ଥ ଦୃଷ୍ଟିରେ 6th ହାଉସ କୁ ଦେଖିଲେ, ଯୋଉଟା କି ବୁଦ୍ଧଙ୍କ ଘର। ଟିକିଏ ଟିକିଏ କଥାରେ ବାଡିଆ ପିଟା, କମ୍ୟୁନାଲ ଭାଇଲେନ୍ସ ସୃଷ୍ଟି କରିବାର ପଦ୍ଧତି। କମ୍ୟୁନାଲ ଭାଇଲେନ୍ସ ମାନେ ଯଦି ଆମେ ଏଟା ଦେଶ ହିସାବରେ ନଉଛେ, ମଣିଷ ହିସାବରେ ବି ନଉଛେ। ଯଦି ଦେଶ ହିସାବରେ ଦେଖିବା କମ୍ୟୁନାଲ ଭାଇଲେନ୍ସ, ନହେଲେ ହିସାବରେ ଦେଖିବା ତାହେଲେ ମେଷ ଲଗ୍ନର ଆଭ୍ୟନ୍ତରୀଣ ମନ୍ଥନ। ମେଷ ଲଗ୍ନର ଜେନେରାଲି ଯୋଉ ନବମ ହାଉସ ଯୋଉଟା ବୃହସ୍ପତି ଦେବଙ୍କ ଘର, ସେଇଠି ସିଏ ଦେଖିଲେ। ତାହେଲେ 9th ହାଉସ ରିଲେଟେଡ ସେ ଲୋକ କିଛି ନା କିଛି କର୍ମଜନିତ ଯାତ୍ରା କରିପାରେ ରିଲେଟେଡ। ତ ମୁଁ ଏତେ ଡେସକ୍ରିପସନ ଦବା ପୂର୍ବରୁ ଇଏ ହବ ଏମିତି ହବ ସେମିତି ହଜାରେ ଭିଡିଓ ପଡିଛି, ସେଇଟା ବୁଝିବାକୁ ଯାଉନି। ମୁଁ ପୁରା ଆପଣଙ୍କୁ ବ୍ରିଫ ଡେସକ୍ରିପସନ ଦେଇଥିଲି। ଆପଣଙ୍କ ଲଗ୍ନର ଯେ ଲଗ୍ନକୁ ବାଇପାସ କରିକି କୌଣସି କୁଣ୍ଡଳୀ ଦେଖାଯାଇ ପାରିବ ନାହିଁ। ଲଗ୍ନର ମାଲିକ ସହିତ ଶନିଶ୍ଚର ମହାରାଜଙ୍କର ସମ୍ବନ୍ଧ ଟା ଶତ୍ରୁ କି ସମ, ଏଇ ତିନିଟା ଭିତରୁ କିଛି ଗୋଟେ ହେଇଥିବ। ସେଇ ଯଦି ମିତ୍ର ଥିବେ ଏବଂ ଶନିଶ୍ଚର
ଶନିଶ୍ଚର ମହାରାଜ ନୈସର୍ଗିକ ଶୁଭ ଗ୍ରହ ଯେପରିକି ବୃହସ୍ପତି ମହାରାଜ, ଶୁକ୍ର ମହାରାଜ, ବୁଦ୍ଧ ଦେବ କିମ୍ବା ଚନ୍ଦ୍ରଙ୍କୁ ତ କହିବାନି, କାରଣ ଶନିଶ୍ଚର ମହାରାଜ ଗୋଟେ ଡିପ୍ରେସନ ର କାରକ ହେଇଗଲା, ସେଟା ବି ବହୁତ ଡିପଲି ଅଛି। ମୁଁ ଖାଲି ଗୋଟେ କହିଲି ଶନିଶ୍ଚର ମହାରାଜଙ୍କୁ ଚନ୍ଦ୍ର ମହାରାଜଙ୍କ ସହିତ ବସିବା ଏକା ବା ଦୃଷ୍ଟି କରିବା ଶୁଭ ମନାଯାଏ ନାହିଁ ଜ୍ୟୋତିଷ। ଯଦି ବୃହସ୍ପତି ଦେବ ବସିଗଲେ, ବୁଦ୍ଧ ଦେବଙ୍କ ଦୃଷ୍ଟିରେ ଆସିଗଲେ ବା ବୁଦ୍ଧ ଦେବଙ୍କ ସହିତ ବସିଗଲେ, ବା ଶୁକ୍ରଦେବଙ୍କ ଦୃଷ୍ଟିରେ ଆସିଗଲା ବା ଶୁକ୍ରଦେବଙ୍କ ସହିତ ବସିଗଲେ, ଆଉ ଅନ୍ୟ କୌଣସି ପାପ ଗ୍ରହ ଯେପରିକି ରାହୁ, କେତୁ, ମଙ୍ଗଳ ଏବଂ ପ୍ରଭାବ ନାହିଁ, ତାହେଲେ ଯଦି ଆପଣଙ୍କର ମିତ୍ର କ୍ଷେତ୍ରୀ ହେଇଥିବେ, ଲଗ୍ନର ମିତ୍ର 39 ଦିନ ଭିତରେ କିଛି ନ କରିକି ବହୁତ କର୍ମ କ୍ଷେତ୍ରରେ ଉନ୍ନତି ମିଳିବ। ଯଦି ଲଗ୍ନର ଶତ୍ରୁ ହେଇଥିବେ, ତାହେଲେ ଆପଣଙ୍କୁ କିଛି ନ କରିକି ଶନିଶ୍ଚର ମହାରାଜଙ୍କ ସବୁତିକ ନେଗେଟିଭ ଇମ୍ପାକ୍ଟ ଗୁଡିକ ଝେଲିବାକୁ, ଯଦି ତମ ଲଗ୍ନର ସମ ହେଇଥିବେ, ଲଗ୍ନ ପାଇଁ ଶନିଶ୍ଚର ମହାରାଜ ସମ ହେଇଥିବେ, ଗୁଡାକ ପୂର୍ବରୁ ଯୋଉ ଭଳିଆ ବ୍ୟବହାର କରି ଆସିଛନ୍ତି, ତଦନୁପାତିକ ଫଳ ଆପଣ ମାନେ ପାଇବେ। ତେବେ ଏଇ ସେସନରେ ମୁଁ ଆପଣଙ୍କୁ ଗୋଟେ ପ୍ରେଡିକ୍ସନ, ମୁଁ ପ୍ରେଡିକ୍ସନ ଟ୍ରିକ୍ ଦେଲି। ସମସ୍ତେ କହନ୍ତି ପ୍ରେଡିକ୍ସନ କୁହ, ପ୍ରେଡିକ୍ସନ ତ ବହୁତ ସାରା ବସି, କିନ୍ତୁ ପ୍ରେଡିକ୍ସନ କିଭଳି ଭାବରେ କରାଯିବ ସେ ବିଷୟରେ କେହି କିଛି କହନ୍ତି। ଯଦି ଆପଣ ମାନେ ସେଟାକୁ ନିଜ ଜିନିଷରେ ନିଜ ଦେଖିବେ ଆପଣଙ୍କ ସହିତ ସେ ହଉଛି କି ନାହିଁ, ହେଲେ ସେଟା ଆପଣ ବୁଝିପାରିବେ। ଶନିଶ୍ଚର ମହାରାଜ ବକ୍ରି ହେଲା ବେଳେ କଣ ହବ? ଇମୋସନାଲ ରାଶିରେ ବସିଛନ୍ତି, ଇମୋସନ କୁ ପୁରା ଧରିକି ଚାଲିଛନ୍ତି, ନେଇକି ଚାଲିଛନ୍ତି। ସମସ୍ତେ କିଛି ନା କିଛି ଇମୋସନାଲ ଟର୍ମୋଇଲରେ ରହିବେ। କାହାକୁ କିଛି ମିଳିଲାନି ବୋଲି ଇମୋସନାଲ ଟର୍ମୋଇଲ, କାହାର କୌଣସି କାମ ଠିକ ସେ ହଉନି, କାହାର ଅଧିକା ଆସିଗଲା କୋଉଠି ରଖିବି ବୋଲି ଇମୋସନାଲ ଟର୍ମୋଇଲ। ଏଇ ସବୁ ଜିନିଷ ହବ। କର୍ମ କ୍ଷେତ୍ରରେ ଓଭର ବର୍ଡନ ହେବ ହିଁ ହେବ। ଯେତେବେଳେ ଶନିଶ୍ଚର ମହାରାଜ ବକ୍ରି ହୁଅନ୍ତି, ସେତେବେଳେ ଖରାପ ନିନ୍ଦିତ କର୍ମରୁ ବଞ୍ଚିବା ଉଚିତ। ଯେମିତି କିି ଜୁଆ ଖେଳିବା କଥା ନୁହଁ, ରିସ୍କ ଟେକିଂ କାମ କରିବା କଥା ନୁହଁ, କୌଣସି ଅଧର୍ମିକ କାମ କରିବା କଥା ନୁହଁ, କାହାର ଲସ୍ କରିବା କଥା ନୁହଁ। କାରଣ ନ୍ୟାୟର ଦେବତା ବକ୍ରି ହେଲା ପରେ 3 ଗୁଣ ପାୱାରଫୁଲ ଧରିକି ବସିଛନ୍ତି। ଯେମିତି ଶନିଶ୍ଚର ମାନଙ୍କ ସମସ୍ତଙ୍କୁ ଡର ମାଡେ, ସେଇ ଶନିଶ୍ଚର ମହାରାଜ ଏବେ 3 ଗୁଣ ପାୱାରଫୁଲ ହେଇକି ବସିଛନ୍ତି ଇମୋସନାଲ ରାଶିରେ। ଏଇଟା ହେଲା ଆକ୍ଚୁଆଲିରେ ବକ୍ରିତ୍ୱର କିଭଳି ଭାବରେ ପ୍ରେଡିକ୍ସନ ଯିବ। ଏବେ ଆମେ ବଞ୍ଚିବା କେମିତି? ନା ଧର୍ମୋଚିତ କର୍ମ କରିବା। ଯିଏ ଧର୍ମୋଚିତ କର୍ମ ନ କରିଥିବ, ସିଏ ଅସୁବିଧା ଫେସ୍ କରିବ। ଶନିଶ୍ଚର ମହାରାଜଙ୍କର ମନ୍ତ୍ର ଜାପ କରିପାରିବା। ଶନିଶ୍ଚର ମହାରାଜ ଯୋଉ ଯୋଉ ବସ୍ତୁର କାରକ, ଯେମିତି ତିଳ ହେଲା, ଲୁହା ହେଲା, କଳା ଡ୍ରେସ୍, କୁଆ ହେଲା, କୁଆକୁ ଖାଇବାକୁ ଦବା, ଶନି ମନ୍ଦିରରେ ତେଲ ଜାଳିବା, ଔଷଧ ଗଛ ଇଏ କରିବା, ଯେତେ ପ୍ରକାର ରେମେଡି ଅଛି ନେଟ ରେ ବାହାରୁଛି, ସବୁ କରି ପକେଇଲେ ଭାବୁଛନ୍ତି ଆପଣଙ୍କୁ ଶନିଶ୍ଚର ମହାରାଜଙ୍କର ଯୋଉ ପ୍ରକୋପରୁ ବନ୍ଦ ହେଇଯିବ, ହେବନି। ହଁ, ଆପଣ ତାଙ୍କର, ଆପଣ ଯଦି ଗୋଟେ ଭଲ ଇଣ୍ଟେନସନ ନେଇ ଧର୍ମଚିତ କର୍ମକୁ ପ୍ରାକ୍ଟିସ କରି ଆସୁଛନ୍ତି, ତାହେଲେ ସେ ପ୍ରକୋପ ନିଶ୍ଚିତ ଭାବରେ କମିଯିବ। ଆଉ ଯୋଉ ଲୋକ କିଛି ନ ବୁଝି ନ ସୁଝି କୌଣସି ବି କର୍ମକୁ ହାତକୁ ନେଇଯିବ, ତାର ଧର୍ମୋଚିତ ବ୍ୟାପାର ଟା ମୁଣ୍ଡରେ ନଥିବ, ଯିଏ କି
ଏତେ ବି ଭଲ ମନ୍ଦର ବିଚାର କରିପାରୁନଥିବ, ସେ ପ୍ରୋବ୍ଲେମ ଫେସ କରିବ। ଆଉ ଯିଏ ଗର୍ବ କରୁଥିବ, ସେଇ ଟାଇମ ରେ ତାର ରେଜଲ୍ଟ ପାଇବା କଥା ପାଇଯିବ। ତେଣୁ ବର୍ତ୍ତମାନ ଆମେ ଜାଣିବା ଯେ ଦେଶରେ କଣ କଣ ହଉଛି, କଣ କଣ ହେବାର ସମ୍ଭାବନା ଅଛି। ଦେଶରେ କିଛି କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯେହେତୁ ଶନିଶ୍ଚର ମହାରାଜ ଡିସିପ୍ଲିନ ଆଉ ରେସପନସିବିଲିଟିର ପ୍ରତୀକ। ସେଲ୍ଫ କଣ୍ଟ୍ରୋଲ, ଡ୍ୟୁଟି ଆଉ କମିଟମେଣ୍ଟ ଉପରେ କିଛି ନୂଆ ଜିନିଷ ହେବାକୁ ଯାଉଛି। ଲୋକମାନେ ନିଜର, ଯୋଉମାନେ ଧର୍ମଚିତ ଲୋକମାନେ ଅଛନ୍ତି, ଯୋଉମାନେ କୌଣସି କର୍ମ କରିବାକୁ ଭାବୁଛନ୍ତି, ଯୋଉଗୁଡା ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, ଯେମିତି କି ଜିନିଷ ଗୁଡା ବାହାରିବ, ସେଇଟା ବଢିବାକୁ ଯାଉଛି। କାରଣ କର୍ମର କାରକ ହଉଛନ୍ତି ଶନି ମହାରାଜ। କର୍ମର କିଛି ଭୋମିଟିଂ ଏମ୍ପ୍ଲୟ ଯୋଉ ଅଛି ନା, ଭାରତର ଯୋଉ ଏମ୍ପ୍ଲୟ ହବାର ଅସୁବିଧାଟା ଅଛି, ସେ ତା ଉପରେ କୌଣସି କାମ ହେବାକୁ, ଆଉ ଅର୍ଗାନାଇଜେସନ ଗୁଡାକ ଏବେ ପୁରା ଷ୍ଟ୍ରକ୍ଚର୍ଡ ହେବାକୁ ଯାଉଛି। ଏବଂ ରିଏଲ ଇଷ୍ଟେଟ କ୍ଷେତ୍ରରେ କିଛି କିଛି ଗୋଟେ ନୂଆ ଯୁଗାନ୍ତକାରୀ ପଦକ୍ଷେପ ହେବାକୁ ଯାଉଛି। ସର୍ଭିସ ଆଉ ଲେବର ଲ ରେ କିଛି ନୂଆ ଚେଞ୍ଜେସ ହେବାକୁ ଯାଉଛି। କିଛି ନୂଆ ବିଲ୍ ତ ନିଶ୍ଚିତ ଭାବରେ ପାରିତ ହବ, ରିଗାର୍ଡିଂ ରେଷ୍ଟ୍ରିକ୍ସନ ଆଣ୍ଡ ଡିଲେ ଇନ୍ ଜୁଡିସିଆରୀ। ଏବଂ ଏବେ ଫ୍ରିଡମ ଅଫ ସ୍ପିଚ, ଯୋଉ ଭଳିଆ ଆଗରୁ ଲୋକମାନେ କମେଡି କରିକି ହସି ହସି ନାଚି ନାଚି କଥା କହି ଦଉଥିଲେ, କାହାକୁ କମେଣ୍ଟ ମାରି ଦଉଥିଲେ, ସେ କଥା ଗୁଡାକ ଏବେ ଆଉ ଚଳିବନି। କିଛି କମେଣ୍ଟ କିଏ ଉଲ୍ଟା ମୁଲ୍ଟା ଗଭର୍ଣମେଣ୍ଟ ଏଗେନଷ୍ଟ ରେ ଦେଲା, ସିଷ୍ଟମ ଏଗେନଷ୍ଟ ରେ ଦେଲା, ତା ପରଦିନ ସେ ଜେଲ ରେ ଥିବ। ଯୋଉ କଣ ସେଟା କହନ୍ତି, ଯୋଉ କ୍ରେଜ ଥିଲା, କଣ ଇଏ କରିବା, କଣ ରୋଷ୍ଟିଂ ଭିଡିଓ, ଏଇ ସବୁ ଗୁଡାକ ସବୁ ଚାଲିବନି। ବାକ ର ଯଦି କିଛି କେହି ବାକ ର ଗଲତ ଇସ୍ତେମାଲ କଲା, ତାକୁ ତାର ପରିଣାମ ଭୋଗ କରିବାକୁ ପଡିବ। କାରଣ ଶନିଶ୍ଚର ମହାରାଜ କାଳ ପୁରୁଷର ବାକ କୁ ଦେଖୁଛନ୍ତି। ଯିଏ ଏଇ ସମୟ ଭିତରେ କୌଣସି କାମ, ନୂଆ କାମ ଷ୍ଟାର୍ଟ କରୁଛି, କୌଣସି ନୂଆ ଜିନିଷ ପଢୁଛି, ସ୍ଲୋ ଆଣ୍ଡ ଷ୍ଟଡି ପେସ ରେ ଧର୍ମକୁ ଧରିକି ସାତ୍ବିକ ଭାବରେ ଯଦି ଚାଲେ, ତାହେଲେ ତାର ଉନ୍ନତି ଅବସମ୍ଭାବୀ। କାରଣ ଶନିଶ୍ଚର ମହାରାଜ କେବଳ ନେଗେଟିଭ ଜିନିଷ ଦିଅନ୍ତିନି, ପଜିଟିଭ ଜିନିଷ ବି ଦିଅନ୍ତି। ଆଉ ଯିଏ ସଂସାରରେ ଯେତେ ବଡ ଧନୀ ବନିଛି, ବିନା ଶନିଶ୍ଚର ମହାରାଜଙ୍କର ଆଶୀର୍ବାଦରେ ବନି। ସେଥିପାଇଁ ବହୁତ ସାରା ମଣିଷକୁ ରେସପନସିବିଲିଟି, ଡ୍ୟୁଟି ବାଉଣ୍ଡ ଆଉ କମ୍ଫର୍ଟ ଜୋନ ବାହାରକୁ ଯାଇ ପୁରା ନିଷ୍ଠାର ସହିତ କରିବାକୁ ପଡୁଥିଲା। ତ ଏତେ ସବୁ କଥା କହିବାର ତାତ୍ପର୍ଯ୍ୟ ହେଲା, ଆପଣ ମାନଙ୍କୁ କେବଳ ଗୋଟିଏ ଜିନିଷ ଦେଖିବାର ଅଛି, ଆପଣଙ୍କର ଲଗ୍ନରେ ଏବଂ ଆପଣଙ୍କ ଚନ୍ଦ୍ର କୁଣ୍ଡଳୀ ହିସାବରେ ଶନିଶ୍ଚର ମହାରାଜ ଆପଣଙ୍କ ପାଇଁ କାରକ, ଅକାରକ ଆଉ ସମ। ଯଦି ଆପଣଙ୍କର ସେ ଗୋଟିଏ ପଏଣ୍ଟ ରେ ଆପଣଙ୍କ ଲଗ୍ନ ପାଇଁ ଆଉ ଆପଣଙ୍କ ଚନ୍ଦ୍ର କୁଣ୍ଡଳୀ ପାଇଁ କାରକ, ତାହେଲେ ବହୁତ ଗୁଡି ବଢିଆ ରେଜଲ୍ଟ ମିଳିବ କର୍ମ କ୍ଷେତ୍ରରେ। ଯଦି ଅକାରକ, ବହୁତ ନେଗେଟିଭ ରେଜଲ୍ଟ ମିଳିବ। ଯଦି ସମ, ଆପଣ ଯୋଉ ଭଳି ଭାବରେ କରିବେ ସେଇଭଳି ଭାବରେ ରେଜଲ୍ଟ ମିଳିବ। ତେବେ ଆଜିର ସେସନ ରେ ଆମେ ଶନିଶ୍ଚର ମହାରାଜଙ୍କର ବକ୍ତୃତ୍ୱ ବିଷୟରେ ଡିସକସନ କଲେ, ତାଙ୍କର ଇଫେକ୍ଟ ବିଷୟରେ ଡିସକସନ କଲେ, ଆଗାମୀ ଦିନରେ ଦେଶରେ କଣ ହବ ସେ ବିଷୟରେ ମଧ୍ୟ ଡିସକସନ କଲେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।